ଆଜିର ମୁଖ୍ୟ ଖବର, ଦୀପାବଳିରେ ସରକାରୀ ଚାକିରିଆ ପାଇବେ ଡବଲ ଖୁସି, ଦରମା ସହ ବଢ଼ିବ ପେନ୍ସନ୍। ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ବୃଦ୍ଧି ହୋଇପାରେ ମହଙ୍ଗା ଭତ୍ତା ସହିତ ଦରମା। ପ୍ରତିବର୍ଷ ସରକାର ଦୀପାବଳିରେ ଖୁସି ଖବର ଦେଉଥିବା ବେଳେ ଚଳିତ ଥର ମଧ୍ୟ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇବା ନେଇ ଚର୍ଚ୍ଚା ହେଉଛି। ସୂତ୍ରରୁ ଜଣାପଡ଼ିଛି ଯେ ସରକାରୀ କର୍ମଚାରୀମାନଙ୍କ ଦରମା ବାର୍ଷିକ 3% ବୃଦ୍ଧି ହୋଇପାରେ। ଅନ୍ୟପଟେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦରମା ମଧ୍ୟ 3ରୁ 4% ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ମଧ୍ୟ ଜଣାପଡ଼ିଛି। ଦୀପାବଳିରେ ଉଭୟ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀ ସୁବିଧା ପାଇବା ନେଇ ଚର୍ଚ୍ଚା ହେଉଛି। ଯଦି ସବୁ ରାଜ୍ୟ କଥା ଦେଖିବା ତାହେଲେ ମଧ୍ୟପ୍ରଦେଶ ସରକାର ସବୁଠୁ ଅଧିକ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ଗତବର୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ବା ମହଙ୍ଗା ଭତ୍ତା 4% ବୃଦ୍ଧି ହୋଇଥିଲା। ପେନ୍ସନଧାରୀଙ୍କ ମହଙ୍ଗା ସହାୟତା